उत्कल वेदांत मॉडल स्कूल कुसुमदरार वीडियो क्लास को आपण मानकु स्वागत। आज आम पढ़ा श्रेणी चतुर्थ साहित्य कलिका बहिर पाठ 3 राजांक नूतन परिच्छद भाग 1 लेखक कालिंदी चरण पाणिग्राही। प्रथमे लेखकंक परिचय बाहर करिबा। लेखक कालिंदी चरण पाणिग्राही से पुरी जिले में जन्म होइछंती। से ओडिया साहित्यर जड़े सुपरिचित लेखक। से सबुज जुगर कवि भावे परिचित। तांकर जन्म 2 जुलाई 1901 और मृत्यु 15 मई 1991 होता। से 1976 पद्मभूषण उपाधि पाइथिले। तांकर कविता मध्यरे जादूघर, पुरी मंदिर, महादीप, मो कविता, छुरीटिए लोड़ा एमिति अनेक कविता अच्छी। गल्प तांकर लिखिथिबा देवाशीष, राशिफल, शेषरश्मि, सागरिका, मानसर विलाप। तांकरी उपन्यास मध्यरे माटीर मनीष, लोहार मनीष, आजिर मनीष, अमर चरित अन्यतम। से लिखिथिबा आत्मजीवनी मध्यरे हला भक्त कवि मधुसूदन, कर्मवीर गौरीशंकर और से लिखिथिबा रचना गुड़िक हला साहित्य समाचार साहित्यिक। आमे आज जो पाठटी पढ़िबा सही पाठरे थिबा पूर्वभास टिकु जानि नेबा। प्रजा पालन और राज्यर उन्नति विधान होछि राजांकर परम कर्तव्य। से विलास व्यसन रे बुड़ी रहिले प्रजा मानकर दुख दुर्दशा जानी पारिबे नहीं। जड़े राजा निजर कर्तव्य भूली पोशाक परिच्छद रे अधिक शौक रखिथिबारु कि असुविधार सम्मुखीन होइथिले तार प्रमाण ए गल्परु मिले। यहा परठारु शौखीन पोशाक प्रति तांकर आउ ममता रहिला नहीं एवं से राजकार्य रे मनोनिवेश करिथिले। एही कथा को सुसाहित्यिक कालिंदी चरण पाणिग्राही एही प्रबंध रे सुंदर भावे उपस्थापना करिछंती। एथिरे थिबा केतोटी शब्दर अर्थ आमे जानिबा। शौक, आग्रह, आदर। सठ कहिले ठक, तंत जो लुगा बुणा जाए। वस्त्र बयन, लुगा बुणा। विश्वस्त अर्थ विश्वासी। चिंतामग्न, चिंतारे बुड़ी जीवा। प्रचुर, अधिक। स्वर्णजरी, सुनाजरी। अद्भुत, आश्चर्यजनक। अंगुली, आंगुठी। मनोनिवेश, मन देवा। मिथ्यावादी, मिछुआ। परिच्छद, पोशाक। स्वर्णमुद्रा, सुनामोहर। भ्रम, भूल। सहस्र, हजार। समग्र, समस्त। कृत्य, चाकर। नूतन, नुआ। राज, भंडार। राजकोष, शून्य। खाली। जन्मोत्सव, जन्मदिन उत्सव। अर्थ, टंका। आस पिला माने एही पाठटी को पढ़िबा और पाठरे थिबा विषय वस्तु को जानिबा। गोटिए देश रे जड़े राजा थिले। प्रतिदिन गोटिए गोटिए नूतन पोशाक पिंधिबा थिला तांकर प्रधान शौक। से जे भल शासन करुछंती अथवा भलरे प्रजा पालन करुछंती ए कथा केही न कही
ବରଂ କହନ୍ତି ରାଜା ଆଜି ଭଲ ପୋଷାକ ପିନ୍ଧିଛନ୍ତି। ନୂତନ ପରିଚ୍ଛଦ ପାଇଁ ରାଜା ଏକ ପ୍ରକାର ପାଗଳ ହୋଇପଡ଼ିଥିଲେ। ଥରେ ସେ ଘୋଷଣା କଲେ ଯେ ଯେଉଁ କାରିଗର ତାଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ତିଆରି କରିପାରିବ ତାକୁ ସେ 1,000 ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର ଦେବେ। ଏ ସମ୍ବାଦ ଶୁଣି 2 ଜଣ ଶଠ ଅର୍ଥ ଲୋଭରେ ରାଜାଙ୍କ ସମ୍ମୁଖରେ ଯାଇ ଉପସ୍ଥିତ ହୋଇ କହିଲେ, ମହାରାଜ, ଆମେ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ଆପଣଙ୍କ ନିମନ୍ତେ ପ୍ରସ୍ତୁତ କରିଦେବୁ। ସେଭଳି ପୋଷାକ ଆଜି ପର୍ଯ୍ୟନ୍ତ କେହି ଦେଖିନଥିବେ। ସେ ହେବ ଏକ ଅଦ୍ଭୁତ ପୋଷାକ। ତା'ର ଏକ ବିଚିତ୍ର ଗୁଣ ହେଉଛି ଏହି ଯେ ଯେଉଁ ଲୋକ ବୁଦ୍ଧିହୀନ ଏବଂ ନିଜ ଆସନର ଅଯୋଗ୍ୟ ତାହାର ଚକ୍ଷୁକୁ ସେ ବସ୍ତ୍ର ଆଦୌ ଦେଖାଯିବ ନାହିଁ। ରାଜା ଭାବିଲେ ଏହା ନିଶ୍ଚୟ ଏକ ଅଦ୍ଭୁତ ପରିଚ୍ଛଦ ହେବ। ସେ କାରିଗର 2 ଜଣଙ୍କୁ ପଚାରିଲେ, ଏପରି ଏକ ପରିଚ୍ଛଦ ତିଆରି କରିବାରେ କେତେ ଅର୍ଥ ଖର୍ଚ୍ଚ ହେବ? ଶଠ ଦୁହେଁ ଯେଉଁ ପରିମାଣର ରେଶମ ସୂତା, ସ୍ୱର୍ଣ୍ଣ ଜରି ଓ ମୋତିମାଣିକ୍ୟର ହିସାବ ଦେଲେ ତାହା ରାଜା ଶୁଣି ଅଧିକ ଆନନ୍ଦିତ ହେଲେ। ସେ ଭାବିଲେ, ଏଭଳି ମୂଲ୍ୟବାନ ପୋଷାକ ତ ମୋ ଭଣ୍ଡାରରେ ନାହିଁ। ତହୁଁ ସେ କାରିଗର ଦୁହିଁଙ୍କୁ କହିଲେ, ଆଜିଠାରୁ 15 ଦିନ ମଧ୍ୟରେ ଏହି ପୋଷାକ ସମ୍ପୂର୍ଣ୍ଣ କରି ଆମ୍ଭକୁ ଦେବ। ଏହି ମୂଲ୍ୟବାନ ପୋଷାକ ପିନ୍ଧି ଆମ୍ଭେ ଏଥର ଆମ୍ଭ ଜନ୍ମଦିନ ପାଳନ କରିବୁ। ଶଠ 2 ଜଣ ତନ୍ତ ପାଖରେ ବସି ବସ୍ତ୍ର ବୟନର ଛଳନା କଲେ। ରାଜଭଣ୍ଡାରରୁ ଯେତେ ରେଶମ ସୂତା, ସ୍ୱର୍ଣ୍ଣ ଜରି, ମଣି ମାଣିକ୍ୟ ଇତ୍ୟାଦି ପାଇଲେ ସେ ସବୁକୁ ଲୁଚାଇ ରଖିଲେ। ଦିନ ରାତି ତନ୍ତ ପାଖରେ ବସି ମିଛରେ ବୟନ କରିବା ଭଳି ଅଭିନୟ କଲେ। ଦିନକୁ ଦିନ ସେ ଦୁହିଁଙ୍କୁ ରାଜଭଣ୍ଡାରରୁ ଅଧିକରୁ ଅଧିକ ପରିମାଣର ସ୍ୱର୍ଣ୍ଣ ଜରି ଓ ମଣିମୁକ୍ତା ଇତ୍ୟାଦି ମିଳିଲା। ଏହି ଅଦ୍ଭୁତ ବସ୍ତ୍ର ଦେଖିବା ପାଇଁ ରାଜାଙ୍କ ମନରେ କ୍ରମେ ଆଗ୍ରହ ବଢ଼ିଲା। କିନ୍ତୁ ତାଙ୍କର ମନେ ପଡ଼ିଲା ଯେ କାରିଗର ଦୁହେଁ କହିଛନ୍ତି ନିତାନ୍ତ ବୋକା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଏହି ପୋଷାକ ଦେଖାଯିବ ନାହିଁ। ତେଣୁ ସେ ପ୍ରଥମେ ତାଙ୍କ ପ୍ରଧାନମନ୍ତ୍ରୀକୁ ପଠାଇଲେ। ସେତେବେଳକୁ ଏହି ଅଦ୍ଭୁତ ବସ୍ତ୍ର ବିଷୟରେ ରାଜ୍ୟ ସାରା ପ୍ରଚାର ହୋଇଗଲାଣି। ପ୍ରତ୍ୟେକ ଲୋକ ରାଜାଙ୍କର ଜନ୍ମଦିନ ପାଳନକୁ ଅପେକ୍ଷା କରି ରହିଥାନ୍ତି। ପ୍ରଧାନମନ୍ତ୍ରୀ ଯାଇ ଦେଖିଲେ କାରିଗର ଦୁହେଁ ବସ୍ତ୍ର ବୟନରେ ବ୍ୟସ୍ତ, ଅଥଚ ତନ୍ତଟି ଶୂନ୍ୟ। ସେଥିରେ କୌଣସି ବସ୍ତ୍ର ନାହିଁ। ସେ ଭାବିଲେ, ମୁଁ ତ କାହିଁ ସୂତା ଖିଅଟିଏ ମଧ୍ୟ କେଉଁଠି ଦେଖିବାକୁ ପାଉନାହିଁ। ତେବେ କ'ଣ ମୁଁ ବୁଦ୍ଧିହୀନ ଓ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ? ମନ୍ତ୍ରୀ ଚିନ୍ତାମଗ୍ନ ହୋଇ ପଡ଼ିବାର ଦେଖି ଜଣେ ଶଠ କହିଲା, ପ୍ରଧାନମନ୍ତ୍ରୀ ମହୋଦୟ, ଏ ବସ୍ତ୍ରଟି ଆପଣଙ୍କ ପସନ୍ଦକୁ କିପରି ଆସୁଛି? ତାପରେ ସେହି ଶୂନ୍ୟ ତନ୍ତରେ ଅଙ୍ଗୁଳି ଦେଖାଇ କହିଲା, ଏଠାରେ ଏଇ ରଙ୍ଗଟି କିପରି ମାନୁଛି? ସେଠାରେ ଯେଉଁ ସ୍ୱର୍ଣ୍ଣ ଜରି ଦିଆଯାଇଛି ଏବଂ ତା ପାଖରେ ଯେଉଁ ମୁକ୍ତା ଓ ମାଣିକ୍ୟର କଣିକା ଗୁଡ଼ିକ ଖଞ୍ଜା ଯାଇଛି ତାହା ଆପଣଙ୍କ ମନକୁ ପାଉଛି ତ? ପ୍ରଧାନମନ୍ତ୍ରୀ ବଡ଼ ଚିନ୍ତାରେ ପଡ଼ିଗଲେ। ସେ ଯଦି କହିବେ ଯେ କିଛି ଦେଖିପାରୁ ନାହାନ୍ତି, ତେବେ ସେ ଜଣେ ବୋକା ଓ ନିଜ ଆସନ ପାଇଁ ଅଯୋଗ୍ୟ ବୋଲି ପ୍ରମାଣିତ ହେବେ। ରାଜା ହୁଏତ ଏହା ଜାଣି ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ତଡ଼ିଦେବେ।
ତେଣୁ ସେ ମଧ୍ୟ ଛଳନା କରି କହିଲେ, ନିଶ୍ଚୟ ନିଶ୍ଚୟ ଏହା ଏକ ଚମତ୍କାର ପୋଷାକ। ରାଜାଙ୍କ ଦେହକୁ ଏହା ଖୁବ୍ ମାନିବ। ଏହାପରେ ସେ ରାଜାଙ୍କ ନିକଟକୁ ଫେରି ଆସି ସେଇ କଥା କହିଲେ। ରାଜା ଏଥର ତାଙ୍କ ପ୍ରଧାନ ବିଚାରପତିଙ୍କୁ ପଠାଇଲେ। ତାଙ୍କର ମଧ୍ୟ ସେହି ଅବସ୍ଥା ହେଲା। ସେ ତନ୍ତରେ କୌଣସି ବସ୍ତ୍ର ନ ଦେଖି ବିଚାରିଲେ, କ'ଣ ମୁଁ ପ୍ରଧାନ ବିଚାରପତି ଭାବରେ କେତେ କେତେ ମାମଲା ବିଚାର କରି ତା'ର ସମାଧାନ କରିଛି, ନ୍ୟାୟ ବିଚାର ପାଇଁ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛି। ମୁଁ ତେବେ କ'ଣ ବୁଦ୍ଧିହୀନ ଓ ପ୍ରଧାନ ବିଚାରପତି ପଦ ପାଇଁ ଅଯୋଗ୍ୟ? କାହିଁ, ମୁଁ ତ କୌଣସି ବସ୍ତ୍ର ଦେଖିପାରୁନାହିଁ। ସେ ତାଙ୍କର ଦୁର୍ବଳତା ଲୁଚାଇବା ପାଇଁ ରାଜାଙ୍କ ପାଖରେ ଆସି ଜଣାଇଲେ, ମହାରାଜ, ଏହି କାରିଗର ଦୁହେଁ ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ପୋଷାକ ପ୍ରସ୍ତୁତ କରୁଛନ୍ତି। ଏଥର ରାଜା ସ୍ୱୟଂ ତାଙ୍କର କେତେକ ବିଶ୍ୱସ୍ତ କର୍ମଚାରୀଙ୍କ ସହିତ ଯାଇ ତନ୍ତ ନିକଟରେ ଉପସ୍ଥିତ ହେଲେ। ସେମାନଙ୍କ ସହିତ ପ୍ରଧାନ ମନ୍ତ୍ରୀ ଓ ପ୍ରଧାନ ବିଚାରପତି ମଧ୍ୟ ଗଲେ। ସେ ଦୁହେଁ ସେହି ଅଦ୍ଭୁତ ବସ୍ତ୍ରଟିକୁ ଦେଖିପାରୁଥିବା ଭଳି ଛଳନା କରି କହିଲେ, ଦେଖନ୍ତୁ ମହାରାଜ, ଏ ନୂତନ ପରିଚ୍ଛଦଟି କେଡ଼େ ସୁନ୍ଦର ହୋଇଛି। ସ୍ୱର୍ଣ୍ଣ ଜରି ଓ ମଣିମୁକ୍ତା ଯଥାସ୍ଥାନରେ ଖଞ୍ଜା ଯାଇ କେଡ଼େ ମନୋହର ଦିଶୁଛି। ସେମାନେ ଭାବୁଥାନ୍ତି ଯେ ବୋଧହୁଏ କେବଳ ତାଙ୍କରି ବ୍ୟତୀତ ଅନ୍ୟମାନେ ସମସ୍ତେ ସେହି ବସ୍ତ୍ରଟିକୁ ଦେଖିପାରୁଛନ୍ତି। ରାଜା କିନ୍ତୁ ମନେ ମନେ ଭାବୁଥାନ୍ତି, ସମସ୍ତେ ସେହି ବସ୍ତ୍ରଟିକୁ ଦେଖିପାରୁଥିବା ସ୍ଥଳେ ସେ ନିଜେ କାହିଁକି ଦେଖି ପାରୁନାହାନ୍ତି? ସେ ତେବେ କ'ଣ ରାଜପଦ ପାଇଁ ଅଯୋଗ୍ୟ? ପ୍ରଜାମାନେ ଏ କଥା ଜାଣିଲେ କ'ଣ ଭାବିବେ? ସେ ମଧ୍ୟ ନିଜର ଲଜ୍ଜାକୁ ଘୋଡ଼ାଇବା ପାଇଁ ମିଛରେ କହିଲେ, ସାବାସ୍ ସାବାସ୍, ଅତି ଚମତ୍କାର ବସ୍ତ୍ର ହୋଇଛି। ରାଜାଙ୍କ ସାଙ୍ଗରେ ଯାଇଥିବା ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ କୌଣସି ବସ୍ତ୍ର ଦେଖିପାରୁନଥିଲେ। ସେମାନେ କାଳେ ବୋକା ଓ ଅଯୋଗ୍ୟ ପ୍ରମାଣିତ ହେବେ, ସେଥିପାଇଁ ଅନ୍ୟମାନଙ୍କ ଭଳି ମିଛରେ କହିଲେ, ବାଃ, ଚମତ୍କାର ହୋଇଛି। ରାଜାଙ୍କର ଜନ୍ମୋତ୍ସବ ପୂର୍ବ ଦିନ ଶଠ 2 ଜଣ ସୁବର୍ଣ୍ଣ ଥାଳିରେ ନୂତନ ପରିଚ୍ଛଦଟିକୁ ରଖିଥିବାର ଅଭିନୟ କରି ଶୂନ୍ୟ ଥାଳିକୁ ନେଇ ରାଜାଙ୍କୁ ଉପହାର ଦେଲେ। ଏହାପରେ ରାଜାଙ୍କ ଠାରୁ ପୁରସ୍କାର ଘେନି ଚାଲିଗଲେ। ଜନ୍ମଦିନ ସକାଳୁ ରାଜାଙ୍କର ଭୃତ୍ୟ ତାହାକୁ ନୂତନ ପରିଚ୍ଛଦଟି ପିନ୍ଧାଇବାକୁ ଆସିଲା। ସେ ଦେଖିଲା ଥାଳିଟି ଶୂନ୍ୟ, ତାରି ଭିତରେ ପ୍ରକୃତରେ କୌଣସି ପୋଷାକ ନାହିଁ। ସେ କହିଲା, ମହାରାଜ, ମୁଁ ପଛକେ ବୋକା ଓ ଅଯୋଗ୍ୟ ବୋଲି ପ୍ରମାଣିତ ହୋଇପାରେ, କିନ୍ତୁ ଆପଣଙ୍କୁ ଖୁସି କରିବା ପାଇଁ କେବେ ହେଲେ ମିଥ୍ୟା କହିପାରିବି ନାହିଁ। ପ୍ରକୃତରେ ଏ ଥାଳିରେ କୌଣସି ବସ୍ତ୍ର ନାହିଁ। ମୋର ମନେହୁଏ ସେ 2 ଜଣ ମିଥ୍ୟାବାଦୀ ଓ ଠକ ଅଟନ୍ତି। ଆପଣଙ୍କୁ ଠକି ବହୁତ ଅର୍ଥ ନେଇ ପଳାଇଛନ୍ତି। ରାଜା ଏହି କଥା ଶୁଣି ନିଜର ଭ୍ରମ ବୁଝିପାରିଲେ ଏବଂ ମନେ ମନେ ଅତ୍ୟନ୍ତ ଲଜ୍ଜିତ ହେଲେ। ସେହିଦିନ ତାଙ୍କର ସୌଖିନ ପୋଷାକ ପ୍ରତି ମମତା ଛାଡ଼ିଗଲା। ସେ ଏଣିକି ରାଜକାର୍ଯ୍ୟରେ ମନୋନିବେଶ କଲେ। ଶଠ 2 ଜଣ ସମଗ୍ର ରାଜ୍ୟର ଲୋକଙ୍କୁ ବୋକା ଓ ଅଯୋଗ୍ୟ ପ୍ରମାଣ କରି ପ୍ରଚୁର ଅର୍ଥ ନେଇ ଚାଲିଯିବା ପୂର୍ବରୁ ଧରାପଡ଼ି କଠିନ ଶାସ୍ତି ଭୋଗ କଲେ। ଏହି ପାଠରୁ ଆମେ କ'ଣ ଜାଣିଲେ? ରାଜା ପୋଷାକ ପ୍ରତି ଅଧିକ ସଉକ ରଖିଥିବା ଯୋଗୁଁ ସେ ଅସୁବିଧାର ସମ୍ମୁଖୀନ ହେଲେ। ପିଲାମାନେ ବୁଝିପାରୁଥିବ, ଏହି ପାଠରୁ ଆମେ କୌଣସି
पोशाक प्रति बेसी शौक रखिबा उचित नुहे। जो पोशाक पिंधुछु ताहा परिष्कार और परिच्छन्न रहिबा उचित। निजर आडंबरपूर्ण जीवन बिताइबा अपेक्षा निजर कर्तव्य प्रति ध्यान देवा उचित।